ଖାଇବାରେ ଯେତିକି ଟେଷ୍ଟ ଲାଗେ ବନେଇବା ମଧ୍ୟ ସେତିକି ସହଜ ହେଇଥାଏ। ସବୁଠୁ ମଜାଦାର କଥା ହଉଛି କି ଆପଣଙ୍କୁ ୟାର ଚୋପା ନା ପନିକିରେ ନା ଛୁରୀରେ କୋଉଥିରେ ବି ଛଡେଇବାକୁ ପଡିନଥାଏ। କେବଳ ଆପଣ ଏଇଠି ହାତରେ ହିଁ ଛଡେଇ ପାରିଥାନ୍ତି। ନାଟି ଯେମିତି ଦେଖିବାକୁ ହିଁ ମଧ୍ୟ ସେମିତି। ୟାର ନାଟି ହଉଛି ପାଳୁଅ, ଯେମିତି ପାଳୁଅ ଠିକ ସେହିପରିକା ପୁରା ଇଏ ଗୋରା, ଆଉ ଖାଇବାରେ ମଧ୍ୟ ଏତେ ମଜା ଲାଗିବ। ଆପଣ ଯଦି ଥରିଏ ବନେଇବେ ତ ଏହିପରି ଭାବରେ ସିଜନ ଆସିଲେ ଆପଣ ବାରମ୍ବାର ବନେଇବେ। ତ ହାଇ ଫ୍ରେଣ୍ଡ, ମୁଁ ସିକ୍ରେଟ ଫୁଡି ୱାନ୍ ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। କେମିତି ଅଛନ୍ତି ଆପଣ? ମୁଁ ଆଶା କରୁଛି ଆପଣ ବହୁତ ଭଲରେ ଥିବେ। ତ ଫ୍ରେଣ୍ଡ, ଆଜି ମୁଁ ଆପଣଙ୍କ ପାଇଁ ଆଣି ଆସିଛି ଆଳୁର ଗୋଟେ ନୂଆ ରେସିପି, ଯୋଉଟା କି ଆପଣ ଥରିଏ ବନେଇଲେ ସବୁବେଳେ ଯଦି ଆପଣଙ୍କ ପାଖରେ ଏଟା ଆଭେଲେବୁଲ ହଉଛି ତ ଆପଣ ଏଟା ବନେଇ ଖାଇବେ। ହୁଏତ ବହୁତ ଲୋକ ଏଇଟାକୁ ଜାଣନ୍ତି ନାହିଁ, ତ ମୁଁ କହିବି ଫ୍ରେଣ୍ଡ, ୟାକୁ ଆପଣ କୁହନ୍ତି ପାଳୁଅ, ଯୋଉଟା କି ଏଇଟା ବହୁତ ଜାଗାରେ ମାନେ ବଜାର ମାନଙ୍କରେ ବି ମଧ୍ୟ ଉପଲବ୍ଧ ଥାଏ। ସବୁଠି ତ ଏଇଟା ମିଳେ ନାହିଁ, କିନ୍ତୁ କିଛି କିଛିଟା ଜାଗାରେ ମିଳି ଯାଇଥାଏ। ଏଇଟା ବହୁତ ରେୟାର ହୁଏ। ଏଇଟାର ସିଜନ ଅଛି, ଏଇ ଶୀତ ଦିନିଆ ସିଜନ ଟା ଥାଏ। ସବୁ ସିଜନ ଇଏ ମିଳେ ନାହିଁ। ଦେଖିପାରୁଥିବେ ଫ୍ରେଣ୍ଡ, ୟାକୁ ଆମେ ଚୋପା ଛଡଉଛେ ବହୁତ ଇଜିଲି। ଏଇଟା ହାତରେ ଚୋପା ଛାଡୁଛି। ୟାକୁ କୌଣସି ପ୍ରକାର ଚୋପା ଛଡେଇବା ପାଇଁ ଆମକୁ ପନିକି କିମ୍ବା ଛୁରୀ ଦରକାର ହୁଏ ନାହିଁ। ଦେଖିପାରିଲେ ନା ଫ୍ରେଣ୍ଡ, ବହୁତ ସହଜରେ ଆମେ ଚୋପା ଛଡେଇ ଦେଲେ ଏହିପରି ଆମକୁ ପାଳୁଅଟିର ଚୋପା ଛଡେଇବାଟିକୁ ହବ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ, ମୋ ହାତରେ ଆପଣଙ୍କ ସାମ୍ନାରେ ଏଠି ବହୁତ ଇଜିଲି ଦେଖିପାରୁଥିବେ ଫ୍ରେଣ୍ଡ, ସହଜରେ ତାର ଚୋପା ଗୁଣ ଛଡେଇ ବି ଦଉଛି। ମଧ୍ୟ ବହୁତ ହି ଅଧିକ ତାର ଗୁଣ ଥାଏ, ଯୋଉଟା କି ଆପଣଙ୍କର ପେଟକୁ ଥଣ୍ଡା ରଖେ। ବହୁତ ସାରା ଆପଣଙ୍କ ଦେହରେ ଯେମିତି କି ବ୍ୟାକ୍ଟେରିଆ ଥାଏ, ତାକୁ ବି ମଧ୍ୟ ଇଏ ଫ୍ରେଣ୍ଡ ବହୁତ ବଢିଆ ଭାବରେ କଣ୍ଟ୍ରୋଲ କରିଥାଏ। ଆଉ ବ୍ୟାକ୍ଟେରିଆକୁ ମଧ୍ୟ ହବାକୁ ବି ଦିଏ ନାହିଁ। ଆଉ ଏଇଟା ଫ୍ରେଣ୍ଡ ଖାଇବା ପାଇଁ ଦେହ ପାଇଁ ବହୁତ ଭଲ। ସ୍ପେଶିଆଲ କରି ଯୋଉମାନଙ୍କର ଗ୍ୟାସ୍ ଥାଏ କିମ୍ବା ପେଟ ରୋଗ ଥାଏ, ସେଇମାନଙ୍କ ପାଇଁ ଏଇଟା ବହୁତ ହି ଭଲ କାମ କରେ। ଏଇଟା ଛୋଟ ଛୁଆ ମାନଙ୍କୁ ବି ଖାଆନ୍ତି, କାହିଁକି ନା ଫ୍ରେଣ୍ଡ ଛୋଟ ଛୁଆ ମାନଙ୍କର ଯୋଉଟା ଥାଏ ଦେହରେ ବହୁତ ହି ସେମାନଙ୍କର ନାଜୁକ ଥାଏ। ତେଣୁକରି ଫ୍ରେଣ୍ଡ, ଯଦି ତାଙ୍କର ଦେହ ଖରାପ ହୁଏ ତ ଏଇଟାର ବି କ୍ଷୀରି କରିକି ବି ମଧ୍ୟ ତାଙ୍କୁ ଦିଆଯାଏ। ଯଦି ଆପଣ ଚାହିଁବେ ତ ମୁଁ କମେଣ୍ଟ ମାଧ୍ୟମରେ ଆପଣଙ୍କୁ ବତେଇଦେବି, ନହେଲେ ରେସିପି ଆପଣଙ୍କ ପାଇଁ ଆଣି ଆସିବି ପାଳୁଅର କ୍ଷୀରି କେମିତି କରାଯାଏ। ଏହାର ଫ୍ରେଣ୍ଡ ବହୁତ ସାରା ଭିଟାମିନ ଥାଏ। ଆଉ ଏଇଟା କେବଳ ଗୋଟିଏ ସିଜନରେ ମିଳିଥାଏ, ଯୋଉଟା କି ହଉଛି ଆମର ଏଇ ଶୀତ ସିଜନ ଟା। ଏଇଟା ଆମର ହବା ପାଇଁ କମ ସେ କମ ଏଇଟା ବର୍ଷେ ଲାଗିଥାଏ, ଏଇ ଜିନିଷଟା ରେଡି ହବା ପାଇଁ। ଆଉ ଇଏ ମଧ୍ୟ ବହୁତ କମ ଦାମରେ ମିଳେ, ଯାହାର କି ଦାମ ଆପଣଙ୍କୁ 40 ରୁ 50 ଟଙ୍କା ପଡିଯିବ କିଲୋ ହିସାବରେ। ଏଇଟା ଖାଇଲେ ଫ୍ରେଣ୍ଡ ବହୁତ ହି ଭିଟାମିନ ଥାଏ, ଆପଣଙ୍କ ଆଖି ପାଇଁ ବି ମଧ୍ୟ ବହୁତ ଲାଭଦାୟକ ହେଇଥାଏ। ଫ୍ରେଣ୍ଡ, ଇଏ ତ ରହିଲା ତାର କିଛି କିଛି ଛୋଟ ଗୁଣ। ଚାଲନ୍ତୁ ଫ୍ରେଣ୍ଡ, ଆମେ ଡେରି ନ କରି କାମଟି ଆମର ଆରମ୍ଭ କରିବା, ମାନେ ରେସିପିଟି ଆମର ଆରମ୍ଭ କରିଦେବା। ଯେତେ କଥା ହଉଥିବା ସେତେ ସରୁ ନଥିବ, ଆଉ ୟାର ଗୁଣ କହିଲେ ବି ମଧ୍ୟ ସରିବ ନାହିଁ। ଇଏ ଦେଖନ୍ତୁ ଫ୍ରେଣ୍ଡ, ବହୁତ ହି ବଢିଆ ଲାଗେ ଇଏ। ଆଉ ୟାକୁ ଆପଣ ଧୋଇବାକୁ ବି ପଡିନଥାଏ। ଥରେ ୱାନ୍ସ ଚୋପା ଛଡେଇ ଦେଲେ ୟାକୁ ଧୋଇବାକୁ ବି ପଡିନଥାଏ। କିନ୍ତୁ ଫ୍ରେଣ୍ଡ, ଯେହେତୁ ଆମେ ୟାକୁ ବାହାରୁ ଆଣିଛୁ ତ ନିହାତି ଭାବରେ ଫ୍ରେଣ୍ଡ ଥରେ ୟାକୁ ଆମେ ଧୋଇଦବା। ତ ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଚୋପା ତ ହାତରେ ଛଡେଇ ଦେଇଥିଲି। ତ ୟାକୁ ମୁଁ କାଟି ଦେଇଥିଲି, କାଟିକି ବହୁତ ବଢିଆ ଭାବରେ ଗୋଲ ଗୋଲ ପିସ୍ କରିଛି। ଯେମିତି ଆପଣ ମାନେ ଆଳୁ କାଟନ୍ତି ଗୋଲ ଗୋଲ କରିକି, ସେଇପରି ଭାବରେ ମୋଟା ମୋଟା ପିସ୍ ନେଇଛି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ସେଇପରି ଭାବରେ ଫ୍ରେଣ୍ଡ ଆପଣ ଏଠି ପିସ୍ କରି ନିଅନ୍ତୁ। ପିସ୍ କରିକି ବହୁତ ବଢିଆ ଭାବରେ ତାକୁ ପାଣିରେ ଦେଇ ଦିଅନ୍ତୁ। ଦେଇକି ବହୁତ ବଢିଆ ଭାବରେ ୟାକୁ ଆପଣ ଗୋଟେ ଥର ୱାଶ କଲେ ମଧ୍ୟ ଚଳିବ ଫ୍ରେଣ୍ଡ, ନହେଲେ 1 ରୁ 2 ଥର ୱାଶ କରିପାରିବେ ବହୁତ ଇଜିଲି, ବହୁତ ସହଜରେ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ବହୁତ ବଢିଆ ଭାବରେ ଏଇଟାକୁ ୱାଶ କରିଦେଇଛି। ଆଉ ଆପଣ ଜାଣିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ। ତେଣୁକରି ଫ୍ରେଣ୍ଡ, ଯଦି ଆପଣ ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରି ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ତା ସହିତ ଫ୍ରେଣ୍ଡ, ଯଦି ଆପଣ ବେଲ୍ ନୋଟିଫିକେସନ ଏପର୍ଯ୍ୟନ୍ତ ଅନ୍ କରିନାହାନ୍ତି ତ ଆପଣଙ୍କ ପାଖରେ ନୂଆ ଭିଡିଓ ପହଞ୍ଚି ପାରିବ ନାହିଁ। ସଭା ପ୍ରଥମେ ଆପଣ ଭିଡିଓ ଯଦି ଦେଖିବା ପାଇଁ ଚାହୁଁଛନ୍ତି ତ ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ। ଇଏ ଥିଲା ଫ୍ରେଣ୍ଡ, ଏଇ ପାଳୁଅଟି ଆମର କେବଳ ଓଡିଶାରେ ପ୍ରଥମ ଥର ପାଇଁ ହେଇଥିଲା। ଏ ପାଳୁଅ ସବୁଆଡେ ଚାଷ କରାଯାଏ, କିନ୍ତୁ ଫ୍ରେଣ୍ଡ ପ୍ରଥମ ଥର ଏଇଟା ଆମର ଓଡିଶାରେ ହିଁ ଆରମ୍ଭ ହେଇଥିଲା। ଆଉ ଫ୍ରେଣ୍ଡ, ଇଏ ବହୁତ ହି ଟେଷ୍ଟ ଲାଗିଥାଏ ଖାଇବାରେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ୟାକୁ ଗୋଟେ ମସଲା ବନେଇବା ପାଇଁ ଏଇଠି ନେଇଯାଇଛି ଜିରା, ସୋରିଷ, ଅଦା ଆଉ ଗୋଟିଏ ଶୁଖିଲା ଲଙ୍କା। ଚାଲନ୍ତୁ ଫ୍ରେଣ୍ଡ, ୟାର ଗୋଟେ ମସଲାଟିଏ ଆମେ ବାଟିଦେବା। ଅଳ୍ପ ପାଣି ଦେବେ ଫ୍ରେଣ୍ଡ, ପାଣି ଦେଇକି ୟାକୁ ଆମେ ବାଟିଦେବେ। କାହିଁକି ନା ପାଣି ନଦେଲେ ଇଏ ହବ। ତ ବାଟିକି ଚାଲନ୍ତୁ ସାଇଡରେ ରଖିଦବା ଫ୍ରେଣ୍ଡ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ବାଟିକି ସାଇଡରେ ଥୋଇ ଦେଇଛି। ଏବେ ନେଇଯାଇଛି ମୁଁ କଡେଇକୁ ଫ୍ରେଣ୍ଡ ଆମେ ଟିକେ ଟାଇମ ପାଇଁ ଗରମ ହବାକୁ ଛାଡିଦବା। ଏଇଠି ଫ୍ରେଣ୍ଡ ଆମର କଡେଇ ବହୁତ ବଢିଆ ଭାବରେ ଗରମ ହେଇଗଲାଣି। ଫ୍ଲେମ ଏଇଠି ଅଛି ଲୋ ଫ୍ଲେମ। ସବୁ ତାକୁ ପାଳୁଆ ଦେଇ ଦିଅନ୍ତୁ। ପାଳୁଅ ଯେମିତି ଆମର ବୁଡିବ ସେଇ ଅନୁସାରେ ଫ୍ରେଣ୍ଡ ପାଣି ଦିଅନ୍ତୁ। ମାନେ ଯେତିକି ଆମର ପାଳୁଅ ବୁଡିବ ସେତିକି ପାଣି ଦିଅନ୍ତୁ। ବେଶୀ ପାଣି ଦେବା ଏଇଠି ଆମର ଦରକାର ନାହିଁ ଆଦୌ। ଅଳ୍ପ ପାଣି ଦେଲେ ମଧ୍ୟ ଏଇଠି ଚଳିବ। ଏ ଦେଖନ୍ତୁ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଆମେ ଇଜିଲି ଏଠି ପାଣି ଦେଇ ଦେଇଛେ। ବହୁତ କମ ଜିନିଷରେ ଇଏ ରେଡି ହେଇଯାଇଥାଏ। ଆଉ ଖାଇବାରେ ମଧ୍ୟ ଏଇ କୁଡୁକୁଡିଆ ଟେଷ୍ଟ ଲାଗେ, ଏଟା କ୍ରଞ୍ଚି ଟାଇପ ର ଲାଗେ।
ଏଇଟା ବନେଇବେ ଯଦି ବହୁତ ଲୋକଙ୍କୁ ଲାଗିବ ସିଝିନି, କିନ୍ତୁ ଫ୍ରେଣ୍ଡ ଏଇଟା ଗୋଟେ କ୍ରଞ୍ଚି ଟାଇପର ଲାଗେ। ଟିକେ ସ୍ୱାଦ ଅନୁସାରେ ଏଇଠି ଫ୍ରେଣ୍ଡ ଆମେ ଦେଇଦେବା ଲୁଣ, ଆଉ ଏଇଠି ସ୍ୱାଦ ଅନୁସାରେ ଆମେ ଦେଇଦେବା ହଳଦୀ ଗୁଣ୍ଡ। ଆଉ ଏଇଠି ରାଗ ଯଦି ଆପଣ ବେଶୀ ଖାଇବା ପସନ୍ଦ କରନ୍ତି ତ ଅଧିକ ଲଙ୍କାଗୁଣ୍ଡ ମଧ୍ୟ ଦେଇପାରିବେ। ଲଙ୍କାଗୁଣ୍ଡ ହାଫ ଚାମଚ ଦେଇକି ଏଇଠି ଦେଇଦେବା ଅଦା ରସୁଣର ପେଷ୍ଟ। ଦେଖିପାରିଲେ ଫ୍ରେଣ୍ଡ ଅଦା ରସୁଣର ପେଷ୍ଟ ମୁଁ ଏଇଠି ଦେଇଦେଇଛି ବହୁତ ବଢିଆ ଭାବରେ। ତାପରେ ଆମେ ଯୋଉ ମସଲାଟିକୁ ପେଷ୍ଟ କରିଥିଲେ, ମାନେ ଅଦା ଲଙ୍କା ଆଉ ଆମେ ପେଷ୍ଟ କରିଥିଲେ, ତା ସହିତ ଶୁଖିଲା ଲଙ୍କା ଅଦା ତା ସହିତ ଜିରାକୁ ଆଉ ସୋରିଷ ତାରି ମସଲା ଏଇଠି ଆମେ ନେଇଯାଇଛି ଚାମୁଚିଏ ହବ। ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ବଢିଆ ଭାବରେ ପାଣିରେ ଆମେ ଆକୁ ମିଶେଇ ଦେଇଛେ। ମିଶେଇ ଦେଇକି ଟିକେ ଏହିପରି ଭାବରେ ଆମେ ତାକୁ ଘୋଡେଇକି ଛାଡିଦବା, ତାକି ଇଏ ଆମର ଟିକେ ସମୟ ପାଇଁ ସିଝି ଯାଉ। ଫ୍ରେଣ୍ଡ ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହିଁବି, ଏ ପାଳୁଅକୁ ଆପଣ ଯେତେ ପକାନ୍ତୁ ନା କାହିଁକି ତାର ଟେଷ୍ଟଟା ଟିକେ କ୍ରଞ୍ଚି ଆସେ, ମାନେ ଟିକେ କୁଡୁକୁଡିଆ ପରିକା ଲାଗେ, ଯୋଉଟା କି ଖାଇବାରେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ଏ ଦେଖନ୍ତୁ ଫ୍ରେଣ୍ଡ ୟାକୁ ଆପଣ ରୁଟି ପଖାଳ ଭାତ ସହିତ ବହୁତ ବଢିଆ ଲାଗେ। ତା ସହିତ ଆପଣ ଚାହିଁଲେ ଗରମ ଭାତ ପୁରୀ ପରଟା ସହିତ ବି ମଧ୍ୟ ଏ ଫ୍ରେଣ୍ଡ ଖାଇପାରିବେ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ଆମର ବହୁତ ବଢିଆ ଭାବରେ ସିଝି ଯାଇଛି। କେମିତି ଜାଣିଲେ ଆମେ ସିଝି ଆସିଲାନି ବୋଲି? ପାଣି ଆମର ପୁରା କ୍ଲିୟରରେ ଦେଖାଯାଉଛି। ପାଳୁଅ ତକ ଆମର ଟିକେ ସାଙ୍କି ସାଙ୍କି ଯାଇଛି, ତ ଏ ବହୁତ ବଢିଆ ସିଝି ଯାଇଛି। ୟାକୁ ଆଉ ଟିକେ ଆମେ ମିଡିୟମ ଫ୍ଲେମ ରଖିଦବା। ଏବେ କମ ସେ କମ 5 ମିନିଟ ହେଇଯାଇଛି। 5 ମିନିଟ ପରେ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ପାଣି ସବୁତକ ଶୁଖି ଯାଇଛି, ମାନେ ପାଣି ସବୁତକ ଶୁଖି ଯାଇଛି। ମସଲାଟି ଏହିପରି ଭାବରେ ରେଡି ହେଇଯାଇଛି। ଆମର ପାଳୁଅ ତକ ସବୁ ସିଝି ଗଲାଣି। ଇ ଷ୍ଟ୍ରଙ୍ଗ ଦେଖାଯାଉଛି, ଆପଣଙ୍କୁ ଲାଗୁଥିବ ଏ ସିଝିନି, କିନ୍ତୁ ଫ୍ରେଣ୍ଡ ଇଏ ସିଝି ଯାଇଛି। ଇଏ ଦେଖନ୍ତୁ ଫ୍ରେଣ୍ଡ ଇଏ ଆମର ପାଳୁଅ ଏବେ ରେଡି ହେଇଯାଇଛି। ବସ୍ ୟାକୁ ଏବେ ଆମେ ଟିକେ ଗୋଟେ ଛୁଙ୍କ ଲଗେଇବା, ଯୋଉଟା କି ବହୁତ ଇଜିଲି ବହୁତ ସହଜର ଏଇ ଛୁଙ୍କଟି ବହୁତ କମ ଜିନିଷରେ ରେଡି ହେଇଯାଇଥାଏ। ତା ଲାଗି ଆମେ ଫ୍ରେଣ୍ଡ ଏଇଠି ନେଇଯିବା ସୋରିଷ ତେଲ। ଫ୍ରେଣ୍ଡ ଯଦି ଆପଣ ପାଳୁଅ କରୁଛନ୍ତି ନିହାତି ଭାବରେ ସୋରିଷ ତେଲ ନିଅନ୍ତୁ, ଗୋଟେ ଟ୍ରେଡିସନାଲ ଟଚ୍ ଦବ, ଆଉ ଖାଇବାରେ ମଧ୍ୟ ଫ୍ରେଣ୍ଡ ବଢିଆ ବାସ୍ନା ମଧ୍ୟ ଆସିବ। ଇଏ ଦେଖିଲା ନା ଫ୍ରେଣ୍ଡ ଆମର ଏଇଠି ଦେଇଦେଲେ ସୋରିଷ ତେଲ। ସୋରିଷ ତେଲକୁ ଟିକେ ଟାଇମ ପାଇଁ ଆମେ ଏଇଠି ଗରମ ହବାକୁ ଛାଡିଦବା। ସୋରିଷ ତେଲ ଆମର ଏଠି ଗରମ ହେଇଗଲାନି ଫ୍ରେଣ୍ଡ, ଆମେ ୟାକୁ ଲୋ ଟୁ ମିଡିୟମ ରଖିଛେ। ମିଡିୟମ ଫ୍ଲେମରେ ଆମେ ଏଇ ପ୍ରୋସେସିଂଟା କରିବା। ତେଣୁକରି ଫ୍ରେଣ୍ଡ ଆପଣଙ୍କୁ ଏଠି ସୋରିଷ ତେଲ ଗରମ ହବାର ଅଛି। ଏବେ ଆମେ ଦେଇଦେବା ଏଥିରେ ସୋରିଷ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ସୋରିଷ ମୁଁ ନେଇଯାଇଛି ହାଫ ଚାମଚ, ଆଉ ଏଠି ଜିରା ନେଇଯାଇଛି ମୁଁ ହାଫ ଚାମଚ। ଦିଟାକୁ ଟିକେ ଫୁଟିବା ପାଇଁ ଛାଡିଦବା। ଠିକ ଏତିକି ଭିତରେ ଗୋଟିଏ ଶୁଖିଲା ଲଙ୍କାକୁ ଏହିପରି ଭାବରେ ଛୋଟ ଛୋଟ ପିସ୍ କରିଦବା। ପିସ୍ କରିକି ଆମେ ଏହିପରି ଭାବରେ ଛାଡିଦବା ଗୋଟିଏ ଶୁଖିଲା ଲଙ୍କାକୁ। ତାପରେ ଆମେ ଏଇଠି ନେଇଯିବା ପିଆଜ। ପିଆଜକୁ ମଧ୍ୟ ଫ୍ରେଣ୍ଡ ଆମେ ବହୁତ ବଢିଆ ଭାବରେ ଏହିପରି ଭାବରେ ଫ୍ରାଏ କରିଦବା, ତାକି ଆମର ବହୁତ ସି ଇଜିଲି ଆମର ପିଆଜଟା ସିଝି ଯାଉ। ଏହିପରି ଭାବରେ ଆମେ ତେଲ ମଝିରେ ଦେଇଦବା। ଇଏ ଦେଖିପାରୁଥିବେ ଫ୍ରେଣ୍ଡ 1 ମିନିଟ ପରେ ଆମର ପିଆଜଟା ବହୁତ ବଢିଆ ଭାବରେ ସିଝି ଯାଇଛି। ତାପରେ ଆମେ ଯୋଉ ପାଳୁଅ ତାକୁ ସିଝେଇ ରଖିଥିଲେ, ସେ ପାଳୁଅ ତାକୁ ଆମେ ଏଇଠି ଦେଇଦବା। ଫ୍ରେଣ୍ଡ ଏଇଟା ଗୋଟେ ନୂଆ ଉପାୟ ମୁଁ ଆପଣଙ୍କୁ କହୁଛି। ମୁଁ ଆଶା କରୁଛି ଆପଣଙ୍କୁ ମୋ ଭିଡିଓଟି ଭଲ ଲାଗୁଥିବ। ମୋ ଚ୍ୟାନେଲ ଆପଣ ଜାଣିଛନ୍ତି ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ, ଯୋଉଟା କି ଏବେ ମୁଁ ଆଉ ନମ୍ବର ୱାଇଜ କରି କହୁନି, କାହିଁକି ନା ଫ୍ରେଣ୍ଡ ଭିଡିଓରେ ଅନଲିମିଟେଡ ବୋନସ ପଏଣ୍ଟ ରହୁଛି। ତ ଗୋଟେ ନମ୍ବର 1 2 କରିକି କହିବାଟା ବହୁତ କଷ୍ଟ ହଉଛି। ଆପଣ ଚାହିଁଲେ ଫ୍ରେଣ୍ଡ ମୋର ଅନ୍ୟ ଯେକୌଣସି ଭିଡିଓ ଆପଣ କ୍ଲିକ୍ କରିବେ, ସବୁଥିରେ ଆପଣ ଅନଲିମିଟେଡ ବୋନସ ପଏଣ୍ଟ ୱିଥ୍ ଟିପ୍ସ ଆଉ ଟ୍ରିକ୍ ମଧ୍ୟ ପାଇବେ। ତେଣୁକରି ଫ୍ରେଣ୍ଡ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ଆପଣ ଫ୍ରେଣ୍ଡ ମାନଙ୍କୁ ଆଉ ଆପଣଙ୍କ ଫ୍ୟାମିଲି ମେମ୍ବର ପାଖକୁ ସେୟାର କରିଦିଅନ୍ତୁ। ସେମାନେ ଏଇ ପରିବାଟି ଆଗରୁ ଜାଣିଥିଲେ କି ନାହିଁ, ଯଦି ଜାଣିଛନ୍ତି ତ ଏହିପରି ଭାବରେ ବନେଇକି ଖାଇଛନ୍ତି କି ନାହିଁ। ଯଦି ଆପଣଙ୍କ ଲୋକାଲ ଏରିଆରେ ମିଳୁଛି ତ ଆପଣ କୋଉ ଜାଗାରୁ ଦେଖୁଛନ୍ତି ମତେ ନିହାତି ଭାବରେ ଫ୍ରେଣ୍ଡ କମେଣ୍ଟ କରିକି କୁହନ୍ତୁ। ଆଉ ଏଇଟା ଏବେ ଆପଣଙ୍କ ଆଡେ କେତେ କିଲୋ ହିସାବରେ ହଉଛି, କିଲୋ କେତେ ଟଙ୍କା, ତ ନିହାତି ଭାବରେ ଫ୍ରେଣ୍ଡ ମତେ ଏଟା କମେଣ୍ଟ କରିକି ଜଣେଇ ପାରିବେ। ଦେଖନ୍ତୁ ଫ୍ରେଣ୍ଡ ସବୁ ତକ ପାଳୁ ଆମେ ଏଇଠି ଦେଇଦେଲେ, ଦେଇକି ତାକୁ ଆମେ ଏପରି ଭାବରେ ଟିକେ ଟାଇମ ପାଇଁ ୟାକୁ ମିଶେଇକି ଘୋଡେଇକି ଛାଡିଦବା। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ୟାକୁ କେବଳରୁ କେବଳ 2 ରୁ 3 ମିନିଟ ଏହିପରି ଭାବରେ କଭର କରିକି ଛାଡିଦବା, ତାକି ଇଏ ଆମର ବହୁତ ବଢିଆ ଭାବରେ ସିଝି ଯାଇବ। ଫ୍ଲେମ ଆପଣ ରଖିବେ ଲୋ ଟୁ ମିଡିୟମ ଫ୍ଲେମ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ 3 ମିନିଟ ପରେ ଆମର ପାଳୁଅ ତକ ସବୁ ତକ ରେଡି ହେଇଯାଇଛି। ତାକୁ ଆର ପରସ୍ତ ବୁଲେଇ ଦବା। ଗୋଟେ ପରସ୍ତ ସିଝି ଯାଇଛି, ତାର ସେକେଣ୍ଡ ପରସ୍ତକୁ ମଧ୍ୟ ଏଇଠି ସିଝେଇ ଦବା। ତା ଲାଗି ଫ୍ରେଣ୍ଡ ଆମେ ବହୁତ ବଢିଆ ଭାବରେ ପିଠାତିଆ ସାହାଯ୍ୟରେ ଆପଣ ନଉଟେଇ ଦିଅନ୍ତୁ, ତାକି 2 ପଟ ତେଲ ଆଉ ମସଲା ମଧ୍ୟ ଭେଦିଯିବ। ଇଏ ଦେଖିପାରିଲେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଇଜିଲି ଇଏ ହେଇଯାଉଛି। ୟାର ସେକେଣ୍ଡ ପରସ୍ତଟାକୁ ବି ମଧ୍ୟ ଆମେ ଏହିପରି ଭାବରେ ଘୋଡେଇ ଦବା, ତାକି ତାର ଛୁଙ୍କ ପଶିଯିବ। ଆଉ ଟିକେ ଆମର ଏଇ କଡା ହବ, କଡା ହେଲେ ପଖାଳ ସହିତ ଖାଇବାକୁ ମଧ୍ୟ ବଢିଆ ମଜା ଲାଗିଥାଏ। ତ ଇଏ ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ଆପଣ ଟିକେ କରିଦିଅନ୍ତୁ। ଆପଣ ଚାହିଁବେ ଯଦି ଆପଣ ଘୋଡେଇବା ପାଇଁ ଚାହୁଁନାହାନ୍ତି ତ ଆପଣ ଏଇଠି ହାଇ ଫ୍ଲେମ ରଖିପାରିବେ, ନହେଲେ ଏଇଠି ଲୋ
ଟୁ ମିଡ଼ିୟମ୍ ଫ୍ଲେମ୍‌ରେ ଆପଣ 2ରୁ 3 ମିନିଟ୍ ଘୋଡ଼େଇ ଦିଅନ୍ତୁ। ଯଦି ଘୋଡ଼େଇବା ପାଇଁ ଚାହୁଁନାହାନ୍ତି 1 ମିନିଟ୍ ହାଇ ଫ୍ଲେମ୍ କରିଦିଅନ୍ତୁ। ବହୁତ ବଢ଼ିଆ ଭାବରେ କୁଡ଼କୁଡ଼ିଏ କ୍ରଞ୍ଚି ହେଇଯିବ। କିନ୍ତୁ ଫ୍ରେଣ୍ଡ ଏଇଟାକୁ ଯଦି ଟିକେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ ରଖିକି କ୍ରଞ୍ଚି କରିବା ତ ଖାଇବାରେ ବଢ଼ିଆ ଟେଷ୍ଟ ଲାଗିବ। ତେଣୁକରି ଫ୍ରେଣ୍ଡ ମୁଁ ଆଉ 2 ମିନିଟ୍ ତାକୁ ଘୋଡ଼େଇକି ଛାଡ଼ି ଦେଇଥିଲି। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢ଼ିଆ ଭାବରେ ରେଡ଼ି ହେଇଯାଇଛି। ଗ୍ୟାସଟାକୁ ଆମେ ଏବେ କରିଦେବା ବନ୍ଦ। ଇଏ ଦେଖନ୍ତୁ ଫ୍ରେଣ୍ଡ ଗ୍ୟାସଟାକୁ ବନ୍ଦ କରିଦେଇଛି ଆଉ ବହୁତ ବଢ଼ିଆ ଭାବରେ ଆମର ଇଏ ପାଳୁଅରେ ଭଜାଟି ମଧ୍ୟ ରେଡ଼ି ହେଇଯାଇଛି। ତାକୁ ଆପଣ ପଖାଳ, ରୁଟି, ପରଟା ସହିତ ଖାଆନ୍ତୁ ବଢ଼ିଆ ଟେଷ୍ଟ ଲାଗିବ। ଆଉ ଆପଣ ଏପର୍ଯ୍ୟନ୍ତ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଏହିପରି ଭାବରେ ନୂଆ ନୂଆ ଭିଡ଼ିଓ ରେସିପି ମୋ ଚ୍ୟାନେଲରେ ବହୁତ କିଛି ଅପଲୋଡ଼ ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଦେଖିନାହାନ୍ତି ନିହାତି ଭାବରେ ଯାଆନ୍ତୁ ଭିଜିଟ୍ କରନ୍ତୁ ଚ୍ୟାନେଲକୁ। ଦେଖନ୍ତୁ ଆଉ ସିକ୍ରେଟ୍ ଫୁଡି ୱାନ୍ ଚ୍ୟାନେଲର କିଛି କିଛି ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟ କରନ୍ତୁ। ଇଏ ଥିଲା ଫ୍ରେଣ୍ଡ ମୋର ପାଳୁଅରେ ଭଜା। ଆପଣ କିପରି ଭାବରେ ପାଳୁଅ ଭାଜନ୍ତି ମୋତେ ନିହାତି ଭାବରେ କମେଣ୍ଟ କରିକି ଜଣାନ୍ତୁ। ଆଉ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲନ୍ତୁ ନାହିଁ। ଇଏ ଦେଖନ୍ତୁ ଫ୍ରେଣ୍ଡ ଏଇ ପଖାଳ ଭାତକୁ ବଢ଼ିଆ ଟେଷ୍ଟ ଲାଗିଥାଏ। ତ ନିହାତି ଭାବରେ ଫ୍ରେଣ୍ଡ ଏହାକୁ ଖାଆନ୍ତୁ, ଖୁଆନ୍ତୁ। ସାଙ୍ଗମାନଙ୍କ ସହିତ ଫ୍ୟାମିଲି ମାନଙ୍କ ସହିତ ସେୟାର କରନ୍ତୁ। ଏଇ ଫଳଟି ଜାଣିଛନ୍ତି ନା ନାହିଁ ଯୋଉଟାକି ମୋଷ୍ଟ ମୁଁ ଆପଣଙ୍କୁ ହିଣ୍ଟସ୍ ଦେଇ ଦେଉଛି। ଏଇ ପରିବାଟି ଆପଣଙ୍କର ସୁପ୍‌ରେ ପଡ଼ିଥାଏ। ତା ସହିତ ଛୁଆମାନେ ଖାଆନ୍ତି। ୟାର କନ୍‌ଷ୍ଟାର୍ଚ ପାଉଡର ବି ମଧ୍ୟ ବନାଯାଇଥାଏ। ଏଟାରୁ କ୍ଷୀରି ବନାଯାଇଥାଏ ଯୋଉଟାକି ମୁଁ ଆପଣଙ୍କ ପାଇଁ ବହୁତ ଶୀଘ୍ର ଆଣିବାକୁ ଯାଉଛି ପାଳୁଅ କ୍ଷୀରି। ତ ଫ୍ରେଣ୍ଡ ପୁଣି ଦେଖା ହବା ନୂଆ ଭିଡ଼ିଓରେ। ଟାଟା ବାଏ ବାଏ।